ଦଧିବାମନ ମହାପ୍ରଭୁଙ୍କୁ ପୋଲିସର ଅଣଦେଖା, ଭକ୍ତ ଭଗବାନଙ୍କ ଭିତରେ ଫାଟ ସୃଷ୍ଟି କରୁଛି କିଏ? ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲିରେ ଦଧିବାମନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ନିୟୋଜିତ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠୁଛି ପ୍ରଶ୍ନ। ଦଧିବାମନ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାଠୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଯେପରି ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହେବ, ସେ ନେଇ ପ୍ରଶାସନ ତଥା ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟିକୁ ନେଇ ବୈଠକ ହୋଇଥିଲେ ହେଁ ବ୍ୟବସ୍ଥା ଭିତରେ ଜନସାଧାରଣ ଯେପରି ସୁରୁଖୁରୁରେ ହେବା କଥା ହୋଇପାରି ନାହିଁ। ଭକ୍ତ ଓ ଭଗବାନଙ୍କ ଭାବ ବିହଳ ଭିତରେ ସତେ ଯେପରି ପ୍ରଶାସନ ସାଜିଛି ବାଧକ। ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଠିକ୍ ଭାବେ ହୋଇପାରିବ ତା ଉପରେ ପ୍ରଶାସନର ନଜର। ସବୁ ଜାଣି ନ ଜାଣିଲା ପରି ଅଭିନୟ କରି ପ୍ରଶାସନ ଜନମାନସରେ ଅସନ୍ତୋଷ ସୃଷ୍ଟି କରୁଥିବାର ପରିଲକ୍ଷିତ ହେଉଥିଲେ ହେଁ ଏପରିକି ବଡ଼ଦାଣ୍ଡ ନିକଟରେ ସ୍ଥାନେ ସ୍ଥାନେ ନିଶା କାରବାର ଚାଲିଥିଲା। ବିକ୍ରି ହେଉଥିଲା ଖୋଲା ମଦ, ଯାହାର ପରିଣାମ ସାଧାରଣ ଜନତାଙ୍କ ପାଇଁ ନାହିଁ ନଥିବା ବିପଦକୁ ଆମନ୍ତ୍ରଣ ଦେଲା ଭଳି ନୀତି କରୁଛି ପ୍ରଶାସନ। ନିଶାଖୋରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଚୋରି, ରାହାଜାନୀ, ଡକାୟତି, ଦୁର୍ଘଟଣା, ଲୁଟ୍ତରାଜ, ଦାଦାଗିରି, ଗୁଣ୍ଡାଗିରିର ପରିଣାମ ବହୁତ ବୃଦ୍ଧି ପାଉଛି। ଭକ୍ତଙ୍କ ଭିତରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜିଲ୍ଲା ପୋଲିସ ମୁଖିଆ କାଳେ ଦଧିବାମନ ମହାପ୍ରଭୁଙ୍କୁ ଅଣଦେଖା କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏ ସମ୍ପର୍କିତ ଖବର ଉପରେ ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ କୁହନ୍ତି, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି ଓ ଆମେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ 2 ପ୍ଲାଟୁନ ପୋଲିସ ମୁତୟନ କରିଛୁ। ଯେପରିକି ଦଧିବାମନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ହେବ ତା ଉପରେ ପୋଲିସ ପ୍ରଶାସନର ସଦାସର୍ବଦା ସଜାଗ ଅଛି। ଟ୍ରାଫିକ୍ ସମସ୍ୟାଠୁ ଆରମ୍ଭ କରି ଜନସାଧାରଣଙ୍କ ଦୁଃଖ ବୁଝିବା ସହ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ବ୍ୟବସ୍ଥାରେ ତତ୍ପର। କିନ୍ତୁ ସରକାରୀ ମଦ ଦୋକାନ ଖୋଲା ରହିବ ଆଉ ବାହାରିଆ ଯଦି କିଏ କେଉଁଠି ମଦ ବିକ୍ରି କରିବ ତା ଉପରେ ବି ପୋଲିସର ତୀକ୍ଷ୍ଣ ନଜର ରହିବ ବୋଲି କହନ୍ତି ଏସ୍ଡିପିଓ ତ୍ରିପାଠୀ। ତେବେ ଜନସାଧାରଣଙ୍କ ପ୍ରଶ୍ନ, ଅବ୍ୟବସ୍ଥା ଘେର ଭିତରେ ବ୍ୟବସ୍ଥା ଆଉ କେବେ? ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଦାୟୀ କିଏ? ନିଶା କାରବାର ବଢ଼ିବାରେ କିଏ ଦାୟୀ? ଲୋକଙ୍କ ସରକାର ସମାଜରେ ଲୋକେ ହଇରାଣ ହରକତରେ ଜର୍ଜରିତ ଆଉ ଭକ୍ତ ଭଗବାନଙ୍କ ଭିତରେ ଦୂରତା କରୁଛି କିଏ? ତାହାର ଜବାବ ଦେବେ କି ଜିଲ୍ଲା ପୋଲିସ ମୁଖିଆ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ରଥ ଉପରକେ ନେଇକରି ଆମର ଯେନ୍ ଭଟଲି ଦଧିବାମନଙ୍କର ଯେନ୍ ଚାଲିଛି ରଥ ଉପରକେ ନେଇକରି ମାନେ ପୁଲିସର ସୁରକ୍ଷା ବ୍ୟବସ୍ଥା ପତ୍ର କାଣା କେନ୍ତା ରହିଛି? ଆମର ଯୋଉ ବାହୁଡ଼ା ଯାତ୍ରା ଅଛି ଆଜି ଦଧିବାମନଜୀଙ୍କର, ସେଥିପାଇଁ ଏସ୍ପିଙ୍କ ନିର୍ଦ୍ଦେଶରେ ଆମେ ତ 2 ଜଣ ମାନେ ଆଡ଼ିସନାଲ ଏସ୍ପି ଜଣେ ଅଛନ୍ତି, ମୁଁ ଏସ୍ଡିପିଓ ଅଛି, ଆଉ 6 ଜଣ ଇନ୍ସପେକ୍ଟର ଅଛନ୍ତି, ଫୋର୍ସ 2 ପ୍ଲାଟୁନ ଅଛନ୍ତି। ଯେତେ ଟ୍ରାଫିକ୍ ଆରେଞ୍ଜମେଣ୍ଟଠୁ ଆରମ୍ଭ କରିକିରି ଆଣ୍ଟି ସ୍ନାଚିଂଠୁ ଆରମ୍ଭ କରି ସିଭିଲ ଡ୍ରେସ୍ରେ ବି ବିଭିନ୍ନ ଜାଗାରେ ପୋଲିସ ଦିଆଯାଇଛି। ସବୁ କେମିତି ବାହୁଡ଼ା ଯାତ୍ରା ସୁରୁଖୁରୁରେ ହେବ ପ୍ରଭୁଙ୍କର, ସେଥିପାଇଁ ସମସ୍ତେ ତତ୍ପର ଅଛୁ। ସୁରକ୍ଷା ବ୍ୟବସ୍ଥା ଭିତରେ ମାନେ କିଛି ଦୁର୍ଘଟଣା ବି ଶୁଣିବାରକେ ମିଳୁଛି, ଦେଖିବାରକେ ମିଳୁଛି, କିଛି ମୃତ୍ୟୁ ହେଇଛି, କିଛି ଅସୁବିଧାରେ ମେଡିକାଲ ଅଛନ୍ତି ବୋଲି ଖବର। ହଁ, 2 ଜଣ ବାଇକ୍ରେ ଯାଉଥିଲେ, ଜଣେ ବୁଢ଼ା ଲୋକ ଦେହରେ ଆକ୍ସିଡେଣ୍ଟ ହେଇଛି ଗୋପାଳପୁର ପାଖରେ, ଆଉ ତାଙ୍କୁ ହସ୍ପିଟାଲ ସିଫ୍ଟ କରାହେଇଥିଲା। ସେଠି ସେ ରିସିଭ୍ ଡେଡ୍ ହେଇଛନ୍ତି। ତାଙ୍କର ଆଇଡେଣ୍ଟିଫିକେସନ୍ ଏପର୍ଯ୍ୟନ୍ତ ଆମେ ଜାଣିପାରିନୁ ସେ କେଉଁଠିକାର ଲୋକ। ଆପଣମାନଙ୍କ ମାଧ୍ୟମରେ ବି କହୁଛୁ ଯେ ତାଙ୍କୁ ଟିକେ ଖୁବ୍ ଶୀଘ୍ର କେମିତି ଆଇଡେଣ୍ଟିଫାଏ ହେଲେ ଆମେ ତାଙ୍କ ଘର ଲୋକଙ୍କ ସାଙ୍ଗରେ କଣ୍ଟାକ୍ଟ କରିବୁ। ଆଉ ଯେଉଁ 2 ଜଣ ପିଲା ଆକ୍ସିଡେଣ୍ଟ କରିଥିଲେ ବାଇକ୍ରେ ଯାଉଥିଲେ, ତାଙ୍କର ବି ତା ଭିତରୁ ବି ଜଣେ ଟିକେ ସିରିୟସ୍ ଅଛି, କିନ୍ତୁ ଏବେ ଷ୍ଟେବୁଲ୍ ଅଛି। କିନ୍ତୁ ପ୍ରବଳ ଭିଡ଼ ମଧ୍ୟରେ ମାନେ ବାହୁଡ଼ା ଯାତ୍ରା ମଧ୍ୟରେ ନିଶା ସଂଖ୍ୟା ବି ଜୋରସେ ବଢ଼ିଯାଇଛି ନିଶା କାରବାର ଯୋଗୁଁ, ଯେମିତିକି ଆଉ ଅନେକ ଜାଗାରେ ଡିଷ୍ଟର୍ବମେଣ୍ଟ ବି ହେଉଛି, ସେ ତାର ଉପରେ କାଣା ବ୍ୟବସ୍ଥା କରାଯାଇଛି? ନାଇଁ, ଯେହେତୁ କି ରଥଯାତ୍ରା ଦିନ ବର୍ଷା ହେଇଥିଲା, ସେଥିପାଇଁ ଟିକେ କମି ଯାଇଥିଲା ମାନେ ଇଏ। ଆଜି ଯେହେତୁ ପାଗ ବହୁତ ଭଲ ଦେଇଛି, ବହୁତ ସଂଖ୍ୟାରେ ଭକ୍ତ ଆସିଛନ୍ତି। ଆଉ ଇଏ ତ ମଦ ଦୋକାନ ତ ଆମର ଯେଉଁଟା ସରକାରୀ ମଦ ଦୋକାନ ସେଇଟା ତ ବନ୍ଦ ଅଛି। ବାକି କୋଉଠି ଲୁଚା ଛପାରେ ଯେଉଁମାନେ ବିକୁଛନ୍ତି ତା ପାଇଁ ଆମେ ଯୋଜନା କରୁଛୁ, ତାଙ୍କୁ ଗିରଫ କରିବୁ। ଏବେ ସାରା ରାତିରେ ଚାଲିବ ପୂଜା ପାର୍ବଣ, ମାନେ ମହାପ୍ରଭୁଙ୍କର ପୂଜା ପାର୍ବଣ ଚାଲିବ, ସେ ଉପରେ ମାନେ କିଛି ବାଧା ଅସୁବିଧା କିଛି? ନାଇଁ, କିଛି ଅସୁବିଧା ହବ। ଆମେ ପୁରା ସଜାଗ ଅଛୁ, ଯାତ୍ରା ସରିବା ପର୍ଯ୍ୟନ୍ତ ରହିବୁ। ସମସ୍ୟା ଗୁଡ଼ାକ ହେଉଛି ଯେମିତି ଚୋରି ବି ହେଉଛି, ସେ ତାର ଉପରେ ପୁଲିସ ପ୍ରଶାସନ କାଣା? ନାଇଁ, ଆମ ପାଖକୁ ବି ଖବର ଆସିଛି 1-2 ଜଣଙ୍କର ଚେନ୍ ସ୍ନାଚିଂ ହେଇଛି ବୋଲି। ଆମେ ତ ମାଇକ୍ ମାଧ୍ୟମରେ ଆନାଉନ୍ସ କରିଥିଲୁ ଯେ ସମସ୍ତେ ତାଙ୍କର ଯେଉଁଗୁଡ଼ା ଭ୍ୟାଲୁଏବଲ୍ସ ଅଛି, ଗହଣା ହେଲା, ମୋବାଇଲ ହେଲା, ମନି ପର୍ସ ହେଲା, ସେଟାକୁ ଟିକେ ନିଜ କଷ୍ଟଡ଼ିରେ ଭଲରେ ରଖିବା ପାଇଁ
ସେମାନେ ଏ ଭିଡ଼ ଭିତରେ କିଛିଟା ମିସକ୍ରିଏଣ୍ଟସ୍ ଆସିକିରି ବାହାର ଷ୍ଟେଟ୍‌ରୁ ଗଲାଥର ଆମେ ଯେମିତି 20-21 ଜଣ ଆରେଷ୍ଟ କରିଥିଲୁ କିଛି କରିଛନ୍ତି। ଦେଖୁଛୁ ସେ ଡିଟେକ୍ସନ୍ ହେଇଯିବ ସେ କେସ୍।